ସାଙ୍ଗମାନେ ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ଅମାବାସ୍ୟା ଦିନ ସାବିତ୍ରୀ ବ୍ରତ ପଡ଼ିଥାଏ। ଏହି ବ୍ରତକୁ ପ୍ରତ୍ୟେକ ସଧବା ନାରୀମାନେ ବହୁତ ଖୁସିରେ ପାଳନ କରିଥାନ୍ତି। ତେବେ ଚଳିତ ବର୍ଷ ଜ୍ୟେଷ୍ଠ ଅମାବାସ୍ୟା 16 ତାରିଖରେ ପଡୁଛି। ସାବିତ୍ରୀ ବ୍ରତ ଏବଂ ବଟ ସାବିତ୍ରୀ ବ୍ରତ ଗୋଟିଏ ଦିନରେ ପାଳନ କରାଯାଏ। ତେବେ ସାଙ୍ଗମାନେ ସାବିତ୍ରୀ ବ୍ରତଟି ପ୍ରତ୍ୟେକ ସଧବା ନାରୀମାନଙ୍କ ପାଇଁ ଏକ ମହତ୍ୱପୂର୍ଣ୍ଣ ଦିନ ହୋଇଥାଏ। ଏହି ଦିନଟିକୁ ପ୍ରତ୍ୟେକ ସଧବା ନାରୀମାନେ ନିଜର ସ୍ୱାମୀଙ୍କର ଦୀର୍ଘାୟୁ କାମନା କରି ବ୍ରତ ପାଳନ କରିଥାନ୍ତି। ତେଣୁ ଏହି ଦିନଟି ପ୍ରତ୍ୟେକ ସଧବା ନାରୀମାନଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ପ୍ରତ୍ୟେକ ସଧବା ନାରୀମାନେ ତାଙ୍କ ସ୍ୱାମୀଙ୍କ ଶୁଭ ମନାସି ଏହି ବ୍ରତଟି ପାଳନ କରିଥାନ୍ତି। କିନ୍ତୁ ଏହି ଦିନ କିଛି ଏପରି ଭୁଲ ରହିଥାଏ ଯେଉଁ ଭୁଲଗୁଡ଼ିକ କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ଜୀବନ ବର୍ବାଦ ହୋଇଯାଇଥାଏ। ତେବେ ସାଙ୍ଗମାନେ ଆପଣମାନେ ଏକଥା ଜାଣନ୍ତି ଯେ କେଉଁ କାଳରୁ ଆମର ଏହି ପ୍ରଥା ରହିଆସିଛି ଯେ ସାବିତ୍ରୀ ଭାର ବାପଘରୁ ଆସିଥାଏ। ବାପଘରର ଲୋକମାନେ ସାବିତ୍ରୀ ଭାର ଆଣିଥାନ୍ତି ଏବଂ ସେହି ସାବିତ୍ରୀ ଭାରରେ ଥିବା ସାମଗ୍ରୀ ଗୁଡ଼ିକ ଦ୍ୱାରା ଆମେ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ତେବେ ବାପଘରୁ ଜିନିଷ ଆଣିବା ଭୁଲ ନୁହେଁ, କିନ୍ତୁ ଏପରି କିଛି ଜିନିଷ ଥାଏ ଯାହା ଆପଣ ବାପଘରୁ ଆଣିବା ଉଚିତ ନୁହେଁ। ଏହି ଜିନିଷ ଯଦି ଆପଣଙ୍କର ବାପଘରୁ ଆସିଥାଏ ତ ଏହା ଆପଣଙ୍କର ସ୍ୱାମୀଙ୍କର ଅମଙ୍ଗଳର କାରଣ ହୋଇଥାଏ। ତେବେ ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏପରି 5ଟି ଜିନିଷ ବିଷୟରେ କହିବି ଯେଉଁ ଜିନିଷଗୁଡ଼ିକ ବାପଘରୁ ଆସିବା କେବେ ବି ଉଚିତ ନୁହେଁ। ତେବେ ସାଙ୍ଗମାନେ ଯଦି ଆପଣମାନେ ମଧ୍ୟ ଏହି ଭୁଲ କରୁଛନ୍ତି କିମ୍ବା ନିଜର ଝିଅକୁ ସାବିତ୍ରୀ ଭାରରେ ଏହି ଜିନିଷ ଦେଉଛନ୍ତି ତେବେ ତା ପୂର୍ବରୁ ଆପଣମାନେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, ଯାହାଫଳରେ ଆପଣ ଜାଣିପାରିବେ ଯେ ଏହି 5ଟି ଜିନିଷ କାହିଁକି ଝିଅ ଘରକୁ ଦିଆଯାଏ ନାହିଁ କିମ୍ବା ବାପ ଘରୁ ଏହି 5ଟି ଜିନିଷ ଅଣାଯାଏ ନାହିଁ। ପ୍ରତ୍ୟେକ ବିବାହିତା ମହିଳାମାନେ ଏହି ଜିନିଷ ବିଷୟରେ ଜାଣିବା ନିହାତି ଆବଶ୍ୟକ ଅଟେ। ତେବେ ସାଙ୍ଗମାନେ ବହୁ ପୁରାତନ କାଳରୁ ବାପଘରୁ ସାବିତ୍ରୀ ଭାର ଆସିବାର ପ୍ରଥା ରହିଛି। ଆମ୍ବ, କଦଳୀ, ନଡ଼ିଆ, ମୁଗ ଏପରି ଅନେକ ଜିନିଷ ସାବିତ୍ରୀ ଭାରରେ ବାପଘରୁ ଆସିଥାଏ। ଏହା ସହିତ ସାବିତ୍ରୀ ପୂଜାରେ ଲାଗୁଥିବା ଶାଢ଼ୀ, ଚୁଡ଼ି, ଶଙ୍ଖା, ସିନ୍ଦୁର, ଅଳତା ଏସବୁ ମଧ୍ୟ ବାପଘରୁ ଆସିଥାଏ। ତେବେ କାହିଁକି ବାପଘରୁ ଭାର ଆଣିବା ଭୁଲ ମାନାଯାଇଥାଏ, ଚାଲନ୍ତୁ ସେ ବିଷୟରେ ଜାଣିବା। ତାପରେ ଆମେ ଜାଣିବା ଯେ କେଉଁ ଜିନିଷ ଗୁଡ଼ିକ ବାପଘରୁ ଆଣିବା ଉଚିତ ନୁହେଁ ଏବଂ ଯଦି ଭୁଲ ବଶତଃ ବାପଘରୁ ଏହି ଜିନିଷ ଗୁଡ଼ିକ ଆସୁଛି ତ କିଭଳି ଭାବରେ ଆପଣ ଏହାର ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର କୌଣସି ବି ଅମଙ୍ଗଳ ହେବ ନାହିଁ। ତେବେ ପ୍ରଥମ କଥା ହେଉଛି ଆମର ଯେତେ ବି ସଂସାରରେ ବ୍ୟକ୍ତି ଅଛନ୍ତି ସେମାନେ ଧନବାନ ନୁହନ୍ତି। ସାଙ୍ଗମାନେ ସାବିତ୍ରୀ ବ୍ରତଟି ସ୍ୱାମୀଙ୍କ ଉଦ୍ଦେଶ୍ୟରେ କରାଯାଇଥାଏ। ସ୍ୱାମୀଙ୍କର ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ କରାଯାଇଥାଏ। ତେଣୁ ଆପଣଙ୍କର ବାପଘର ଯେ କେବଳ ଆପଣଙ୍କୁ ସାବିତ୍ରୀ ପୂଜାର ପୂଜା ସାମଗ୍ରୀ ଆଣିକି ଦେବେ ସେମିତି କିଛି ଶାସ୍ତ୍ରରେ ଉଲ୍ଲେଖ ନାହିଁ। ଆପଣ ଆପଣଙ୍କର ବାପଘର ଯଦି ସେତିକି ସକ୍ଷମ ଅଛନ୍ତି ଏବଂ ଖୁସିରେ ଆପଣଙ୍କୁ ସାବିତ୍ରୀ ଭାର ଆଣିକି ଦେଉଛନ୍ତି ତ ସେଥିରେ ଯଦି ଆପଣ ପୂଜା କରୁଛନ୍ତି ତ ଏହା ଦ୍ୱାରା ସ୍ୱାମୀଙ୍କର ମଙ୍ଗଳ ହୋଇଥାଏ। କିନ୍ତୁ ଯଦି ଆପଣଙ୍କର ବାପା ଋଣ କରଜ କରି ଆପଣଙ୍କୁ ସାବିତ୍ରୀ ଭାର ଆଣିକି ଦେଉଛନ୍ତି କିମ୍ବା ତାଙ୍କର ସକ୍ଷମ ବାହାରେ ଆପଣଙ୍କୁ ସାବିତ୍ରୀ ଭାର ଆଣିକି ଦେଉଛନ୍ତି ଯେଉଁଥିପାଇଁ କି ତାଙ୍କୁ ମାନସିକ ଚିନ୍ତାରେ ରହିବାକୁ ପଡୁଛି, ଏହା ତାଙ୍କର କଷ୍ଟର କାରଣ ହେଉଛି। ତ ଏପରି ପରିସ୍ଥିତିରେ ଯଦି ଆପଣ ବାପଘରୁ ସାବିତ୍ରୀ ଭାର ଆଣୁଛନ୍ତି ତ ଏହା ଦ୍ୱାରା ଆପଣଙ୍କ ସ୍ୱାମୀଙ୍କର ମଙ୍ଗଳ ହେବା ପରିବର୍ତ୍ତେ ସ୍ୱାମୀଙ୍କର ଅମଙ୍ଗଳ ହୋଇଥାଏ। କାରଣ ଏହି ଜିନିଷ ଆଣିବା ଦ୍ୱାରା ଆପଣଙ୍କ ପିତାମାତାଙ୍କୁ ମାନସିକ ଚିନ୍ତାରେ ରହିବାକୁ ପଡ଼ିଥାଏ। ତେଣୁ ଆପଣଙ୍କ ବାପଘରର
ଯଦି କ୍ଷମତା ନାହିଁ, ସେତିକି ସକ୍ଷମ ନାହିଁ, ତ ଆପଣ ନିଜ ସ୍ୱାମୀଙ୍କ ପଇସାରେ ଯେତିକି ସମ୍ଭବ ସେତିକି ମାତ୍ରାରେ ପୂଜା ସାମଗ୍ରୀ ଆଣି ଆପଣ ପୂଜା କରନ୍ତୁ। ଆପଣ ଯେତେ ପାରିବେ ନିଜ ଗୁରୁଜନମାନଙ୍କର ଆଶୀର୍ବାଦ ସାଉଁଟିବାକୁ ଚେଷ୍ଟା କରନ୍ତୁ। ପାରିବେ ତ ସେମାନଙ୍କୁ ଆପଣ ଖୁସି ଦେବାକୁ ଚେଷ୍ଟା କରନ୍ତୁ, କିନ୍ତୁ ସେମାନଙ୍କୁ ଦୁଃଖର କାରଣ ବନିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହାଦ୍ୱାରା ଆପଣଙ୍କର ଅମଙ୍ଗଳ ହୋଇଥାଏ। ମନେ ରଖନ୍ତୁ ସାଙ୍ଗମାନେ, ଗୋଟିଏ ବିବାହିତା ନାରୀ ପାଇଁ ସବୁଠାରୁ ମୂଲ୍ୟବାନ ହେଉଛି ଶଙ୍ଖା ଏବଂ ସିନ୍ଦୁର। ତେବେ ଏପରି ପରିସ୍ଥିତିରେ ଆପଣ ସ୍ୱାମୀଙ୍କ ଉପରେ ମଧ୍ୟ ଚାପ ପକାଇବା ଉଚିତ ନୁହେଁ, କାରଣ ସମସ୍ତଙ୍କର ସ୍ୱାମୀ ମଧ୍ୟ କୋଟିପତି ହୋଇନଥାନ୍ତି। ତେଣୁ ଆପଣ ନିଜର ସ୍ୱାମୀଙ୍କର ସକ୍ଷମ ଅନୁସାରେ ପୂଜା ସାମଗ୍ରୀ ଆଣି ପୂଜା କରନ୍ତୁ। ଆପଣ ଯେ ଗୋଟେ ମହଙ୍ଗା ଶାଢ଼ୀ ଆଣି ପୂଜା କରିବେ, ସେମିତି କିଛି ଶାସ୍ତ୍ରରେ ଉଲ୍ଲେଖ ନାହିଁ। ଆପଣ ଚାହିଁଲେ କମ୍ ପଇସାରେ କଟନ ଲୁଗା ଆଣି ମଧ୍ୟ ସାବିତ୍ରୀ ପୂଜା କରିପାରିବେ। ଆପଣ ଚାହିଁଲେ ସମସ୍ତ ପୂଜା ସାମଗ୍ରୀ କମ୍ ପଇସାରେ ଆଣି ମଧ୍ୟ ପୂଜା କରିପାରିବେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆପଣଙ୍କ ସ୍ୱାମୀଙ୍କ ପ୍ରତି ଆପଣଙ୍କ ମନରେ ଥିବା ଭଲ ପାଇବା, ଆନ୍ତରିକତା, ଶ୍ରଦ୍ଧା ଏବଂ ପ୍ରେମ ଭାବନା। ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା। ଆପଣ ନିଜ ସ୍ୱାମୀଙ୍କୁ କେତେ ଭଲ ପାଉଛନ୍ତି, କେତେ ସମ୍ମାନ ଦେଉଛନ୍ତି, ଈଶ୍ୱରଙ୍କଠାରେ ଆପଣଙ୍କର କେତେ ମାତ୍ରାରେ ଭକ୍ତି ରହିଛି, ତାହା ହିଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଆପଣ ଯଦି ଭକ୍ତି ସହକାରେ ମା ସାବିତ୍ରୀଙ୍କୁ ଗୋଟିଏ ଫୁଲ ବି ଅର୍ପଣ କରନ୍ତି, ତ ମା ସାବିତ୍ରୀ ଆପଣଙ୍କୁ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ପ୍ରଦାନ କରିଥାନ୍ତି। କେବଳ ଆପଣ ହଜାର ହଜାର ଟଙ୍କାର ଜିନିଷ କିଣି ଦେଖାଇ ହୋଇ ପୂଜା କଲେ ଆପଣଙ୍କୁ କୌଣସି ବି ଫଳପ୍ରାପ୍ତି ହୋଇନଥାଏ। ତେବେ ଆସନ୍ତୁ ଜାଣିବା ଏପରି କେଉଁ ଜିନିଷଗୁଡ଼ିକ ରହିଛି ଯାହା ଆପଣ ଭୁଲରେ ମଧ୍ୟ ବାପଘରୁ ଆଣି ପୂଜା କରିବା ଉଚିତ ନୁହେଁ। ସାଙ୍ଗମାନେ, ସିନ୍ଦୁର ହେଉଛି ଗୋଟିଏ ବିବାହିତା ନାରୀର ପ୍ରଥମ ପ୍ରତୀକ। ମନେ ରଖନ୍ତୁ, ସିନ୍ଦୁର ସବୁବେଳେ ଆପଣ ନିଜ ସ୍ୱାମୀଙ୍କ ପଇସାରେ ଆଣନ୍ତୁ। ଏହାକୁ ଅନ୍ୟ କାହାର ପଇସାରେ, ଏପରିକି ବାପଘରୁ ଆଣିବା ମଧ୍ୟ ଉଚିତ ନୁହେଁ। କିମ୍ବା ଆପଣଙ୍କୁ ଯଦି କେହି ଉପହାର ସ୍ୱରୂପ ସିନ୍ଦୁର ଦେଇଛନ୍ତି, ତେବେ ତାକୁ ମଧ୍ୟ ଆପଣ ବ୍ୟବହାର କରିବା ଉଚିତ ନୁହେଁ। ସିନ୍ଦୁର କେବଳ ସ୍ୱାମୀଙ୍କ ଟଙ୍କାରେ ହିଁ କିଣା ଯାଇଥାଏ। ସ୍ୱାମୀଙ୍କ ଟଙ୍କାରେ ସିନ୍ଦୁର କିଣିକି ପିନ୍ଧିବା ଦ୍ୱାରା ଆପଣଙ୍କୁ ମା ପାର୍ବତୀ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ପ୍ରାପ୍ତ କରିଥାନ୍ତି। ଦ୍ୱିତୀୟରେ ହେଉଛି ଶଙ୍ଖା ବା ଚୁଡ଼ି। ଏହା ହେଉଛି ବିବାହିତା ନାରୀମାନଙ୍କର ଦ୍ୱିତୀୟ ଚିହ୍ନ। ଚୁଡ଼ି ମଧ୍ୟ ଆପଣ ନିଜର ସ୍ୱାମୀଙ୍କର ପଇସାରେ ଆଣି ପୂଜା କରି ପିନ୍ଧିବା ଉଚିତ। ଏହି ଚୁଡ଼ିକୁ ମଧ୍ୟ ଆପଣ ଅନ୍ୟ କାହାଠାରୁ ଆଣି ପିନ୍ଧିବା, ନିଜ ବାପଘରୁ ଆଣିବା କିମ୍ବା କାହାଠାରୁ ଉପହାରରେ ମଧ୍ୟ ଆଣିଥିବା ଚୁଡ଼ିକୁ ଆପଣ ପିନ୍ଧନ୍ତୁ ନାହିଁ କିମ୍ବା ଏହାକୁ ପୂଜାରେ ମଧ୍ୟ ଲଗାନ୍ତୁ ନାହିଁ। ତୃତୀୟ ଜିନିଷଟି ହେଉଛି ଶାଢ଼ୀ। ଶାଢ଼ୀ ମଧ୍ୟ ଆପଣ ନିଜ ସ୍ୱାମୀଙ୍କର ଟଙ୍କାରେ କିଣି ପୂଜା କରିବା ଉଚିତ। ବିଶେଷ କରି ସାବିତ୍ରୀ ବ୍ରତ ଦିନ ଶାଢ଼ୀ ଆପଣ ନିଜ ସ୍ୱାମୀଙ୍କ ପଇସାରେ ଆଣି ପୂଜା କରନ୍ତୁ। ତେବେ ଏହା ମଧ୍ୟ ସ୍ୱାମୀଙ୍କ ସକ୍ଷମ ଅନୁସାରେ ଆପଣ ଆଣି ପୂଜା କରିବା ଉଚିତ। ଚତୁର୍ଥରେ, ପୂଜା ସାମଗ୍ରୀ ଆପଣ ଯାହା ବି ଆଣୁଛନ୍ତି, ତାହା ନିଜ ସ୍ୱାମୀଙ୍କ ପଇସାରେ ଆଣନ୍ତୁ ଏବଂ ନିଜ ସ୍ୱାମୀଙ୍କର ସକ୍ଷମ ଅନୁସାରେ ଆଣନ୍ତୁ। ଅନ୍ୟ କାହା ଦ୍ୱାରା ଦିଆଯାଇଥିବା ପଇସା କିମ୍ବା ଋଣ କରଜ କରିକି ଆଣିକି ଆପଣ ସାବିତ୍ରୀ ବ୍ରତରେ କୌଣସି ପୂଜା ଜିନିଷ ଆଣି ଲଗାନ୍ତୁ ନାହିଁ। ଏହା ବ୍ୟତୀତ ଆପଣ ବାପଘରୁ ସାବିତ୍ରୀ ପୂଜା ପାଇଁ ତେଲ ସମ୍ବନ୍ଧୀୟ କୌଣସି ଜିନିଷ ଆଣନ୍ତୁ ନାହିଁ। ଏହା ବହୁତ ଅଶୁଭ ହୋଇଥାଏ। ସାଙ୍ଗମାନେ, ଆଉ ଗୋଟିଏ କଥା ହେଉଛି ଆପଣ ସାବିତ୍ରୀ ବ୍ରତ ଦିନ କେବେ ବି ନିଜର ସ୍ୱାମୀଙ୍କୁ ଖରାପ ବ୍ୟବହାର କରିବେ ନାହିଁ କିମ୍ବା କଟୁ କଥା କହିବେ ନାହିଁ। ଏହା ବ୍ୟତୀତ ଘରର କୌଣସି ଗୁରୁଜନମାନଙ୍କୁ ମଧ୍ୟ ଆପଣ ଏହି ଦିନ ଖରାପ ବ୍ୟବହାର ଦେଖାଇବେ ନାହିଁ କିମ୍ବା କଟୁ କଥା କହିବେ ନାହିଁ। ଘରର ଛୋଟ ପିଲାମାନଙ୍କୁ ଏହି ଦିନ ମାରିବେ ନାହିଁ। କେବଳ ସାବିତ୍ରୀ ବ୍ରତ ହିଁ ନୁହେଁ, କୌଣସି ଦିନ ମଧ୍ୟ
ନିଜର ସ୍ୱାମୀ ଗୁରୁଜନମାନଙ୍କୁ ଅସମ୍ମାନ କରିବା କିମ୍ବା କଟୁ କଥା କହିବା ଉଚିତ ନୁହେଁ। କାରଣ ଆମର ସୁଖମୟ ଜୀବନ ପାଇଁ ପ୍ରତ୍ୟେକ ବ୍ୟକ୍ତିଙ୍କ ଠାରୁ ଆପଣଙ୍କୁ ଆଶୀର୍ବାଦ ଦରକାର ପଡ଼ିଥାଏ। ଆମେ ଯେତେ ଅନ୍ୟକୁ ଖୁସି ଦେବା ଈଶ୍ୱର ଆମକୁ ସେତେ ଅଧିକ ଖୁସି ଦେବେ। ଯଦି ଆପଣ ଏହି ଦିନ ଗୁରୁଜନମାନଙ୍କୁ ଅସନ୍ତୁଷ୍ଟ କରୁଛନ୍ତି, ସ୍ୱାମୀଙ୍କୁ ଅସନ୍ତୁଷ୍ଟ କରୁଛନ୍ତି, ତ ଏହାଦ୍ୱାରା ବ୍ରତ ରଖିବାର ଆପଣଙ୍କ ପାଇଁ କୌଣସି ମୂଲ୍ୟ ରହିନଥାଏ। ବ୍ରତର କୌଣସି ବି ଶୁଭଫଳ ଆପଣଙ୍କୁ ପ୍ରାପ୍ତି ହୋଇନଥାଏ। ଏହା ବ୍ୟତୀତ ଏହି ଦିନ ଆପଣ ବ୍ରହ୍ମଚର୍ଯ୍ୟ ବ୍ରତର ପାଳନ କରନ୍ତୁ। କେବଳ ସାବିତ୍ରୀ ବ୍ରତ ହିଁ ନୁହେଁ, ସାବିତ୍ରୀ ବ୍ରତର ପୂର୍ବଦିନ, ସାବିତ୍ରୀ ବ୍ରତ ଦିନ ଏବଂ ସାବିତ୍ରୀ ବ୍ରତର ପରଦିନ, ଏହି 3 ଦିନ ଯାକ ଆପଣ ନିୟମ ପାଳନ କରିବା ଉଚିତ। ଏହି 3 ଦିନ ଆପଣ ପୋଡ଼ା, ପିତା, କଷା, ଆମିଷ ଦ୍ରବ୍ୟ, କୌଣସି ବି ତାମସିକ ଖାଦ୍ୟ ଖାଇବା ଉଚିତ ନୁହେଁ। ସ୍ୱାମୀଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ମଧ୍ୟ ଉଚିତ ନୁହେଁ। ନଖ କେଶ କାଟିବା ମଧ୍ୟ ଉଚିତ ନୁହେଁ। ଏହି 3 ଦିନ ଯାକ ଆପଣଙ୍କୁ ଏହିସବୁ ନିୟମର ପାଳନ କରିବା ଉଚିତ। ସାଙ୍ଗମାନେ ମନେ ରଖନ୍ତୁ, ସାବିତ୍ରୀ ବ୍ରତରେ ଆପଣ କେବେ ବି କଳା ରଙ୍ଗର ବ୍ୟବହାର କରିବେ ନାହିଁ। କଳା ରଙ୍ଗର ଚୁଡ଼ି, କଳା ରଙ୍ଗର ଶାଢ଼ୀ, ନୀଳ ରଙ୍ଗର ଚୁଡ଼ି, ନୀଳ ରଙ୍ଗର ଶାଢ଼ୀ ଆପଣ ବ୍ୟବହାର କରିବେ ନାହିଁ। ଯଦି ପାରିବେ ଆପଣ ଲାଲ ରଙ୍ଗର ଶାଢ଼ୀ, ଚୁଡ଼ି ଏସବୁ ଆପଣ ବ୍ୟବହାର କରିବେ। କାରଣ ଲାଲ ରଙ୍ଗଟି ସଧବା ନାରୀମାନଙ୍କର ପ୍ରତୀକ ହୋଇଥାଏ ଏବଂ ଲାଲ ରଙ୍ଗର ଶାଢ଼ୀ, ଚୁଡ଼ି, ଫୁଲ ମା ପାର୍ବତୀଙ୍କୁ ଅର୍ପଣ କରିବା ଦ୍ୱାରା ମା ପାର୍ବତୀ ଆପଣଙ୍କୁ ଅଖଣ୍ଡ ସୌଭାଗ୍ୟବତୀର ବରଦାନ ଦେଇଥାନ୍ତି। ତେବେ ସାଙ୍ଗମାନେ, ଆପଣମାନଙ୍କୁ ତ ମୁଁ କହିଲି ଯେ ଆପଣମାନେ ବାପ ଘରୁ କାହିଁକି ସାବିତ୍ରୀ ଭାର ଆଣିବା ଉଚିତ ନୁହେଁ ଏବଂ କେଉଁ ଜିନିଷ ବାପ ଘରୁ ଆଣିବା ଉଚିତ ନୁହେଁ। ତ ସାଙ୍ଗମାନେ, ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଭଲ ଲାଗିଛି ତାହେଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ। ଆମ ଚ୍ୟାନେଲକୁ ଯଦି ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ ଭକ୍ତି ଓ ଶ୍ରଦ୍ଧାର ସହିତ ଜୟ ମା ସାବିତ୍ରୀ ନିଶ୍ଚୟ ଲେଖନ୍ତୁ।